ଝାରସୁଗୁଡ଼ା ସମ୍ବଲପୁର ବିଜୁ ଏକ୍ସପ୍ରେସ୍ରେ ବଡ଼ ଗାତ ଯୋଗୁଁ ଆଜି ଖେରୱାଲ ବ୍ରିଜ୍ ସମ୍ମୁଖ 49 ନମ୍ବର ରାଜପଥରେ ଗୋଟିଏ ଗାଡ଼ି ଫସି ରହିଥିବାରୁ ରାସ୍ତା ପ୍ରାୟ 2 ଘଣ୍ଟାରୁ ଉର୍ଦ୍ଧ୍ୱ ସମୟ ଜମା ରହିଥିଲା, ଯାହା ଫଳରେ ଯାତାୟାତ କରୁଥିବା ଜନସାଧାରଣ ନାହିଁ ନଥିବାର ଅସୁବିଧାର ସମ୍ମୁଖୀନ ହେବାକୁ ବାଧ୍ୟ ହୋଇଥିଲେ। ନୂତନ ସରକାର ଏବଂ ସରକାରରେ ଥିବା ସ୍ଥାନୀୟ ବିଧାୟକ ଝାରସୁଗୁଡ଼ା ଜିଲ୍ଲା ଏବଂ ସରକାରରେ ଥିବା ସ୍ଥାନୀୟ ବିଧାୟକ ଝାରସୁଗୁଡ଼ା ଜିଲ୍ଲାରେ ଉନ୍ନତିକରଣର ଢିମିଢିମି ପିଟିବାରେ ପଛଘୁଞ୍ଚା ଦେଉନାହାନ୍ତି। ଜିଲ୍ଲାରେ ପଦ୍ମଫୁଲ ଫୁଟାଇବା ଭଳି ଭାଷଣ ଦେଇ ଆସୁଛନ୍ତି। ତେବେ ରାଜରାସ୍ତାରେ ଏପରି ଦୃଶ୍ୟ ଦେଖିବାକୁ ବାଧ୍ୟ ହେଉଥିବା ଜନସାଧାରଣଙ୍କ ପାଇଁ ବିଧାୟକ ଏବଂ ଜିଲ୍ଲା ପ୍ରଶାସନଙ୍କ ନଜର ଏହି ରାସ୍ତା ଉପରେ କାହିଁକି ପଡ଼ୁନାହିଁ? ଏଠାରେ ପ୍ରଶ୍ନ ଉଠେ କି କ'ଣ ଏହି ରାସ୍ତାରେ କୌଣସି ଅପ୍ରୀତିକର ଘଟଣା ଅପେକ୍ଷାରେ ଅଛନ୍ତି ଅଧିକାରୀ ଓ ସରକାର? ସମୟ ସମୟରେ ବର୍ତ୍ତମାନ ସରକାର ଏବଂ ବିଧାୟକ ପୂର୍ବତନ ସରକାରଙ୍କୁ ବଦନାମ କରିବାକୁ ଉଦ୍ୟମ କରିଥିବା ବେଳେ ଉକ୍ତ ରୋଡ୍ର ମରାମତି କ'ଣ ପୂର୍ବତନ ସରକାରଙ୍କ ଉତ୍ତରଦାୟୀ ଅଟେ କି ବୋଲି ପଚାରୁଅଛନ୍ତି ଅଞ୍ଚଳବାସୀ। ଝାରସୁଗୁଡ଼ା ସମ୍ବଲପୁର ବିଜୁ ଏକ୍ସପ୍ରେସ୍ରେ ବଡ଼ ଗାତ ଯୋଗୁଁ